ଯହନ ଲିଖିତ ସୁସମାଚାର 8 ଅଧ୍ୟାୟ 12 ପଦ। ଯହନ ଲିଖିତ ସୁସମାଚାର 8 ଅଧ୍ୟାୟ 12 ପଦ। ଯୀଶୁ ପୁନର୍ବାର ଲୋକମାନଙ୍କୁ ଶିକ୍ଷା ଦେଇ କହିଲେ, ମୁଁ ଜଗତର ଜ୍ୟୋତି। ଯୀଶୁ ହେଉଛନ୍ତି ଜଗତର ଜ୍ୟୋତି। ଯଦି ଆମମାନେ ଏହି ଯହନ ଲିଖିତ ସୁସମାଚାର 9 ଅଧ୍ୟାୟ 5 ପଦ ଦେଖିବା, 5 ପଦରେ ଲେଖାଯାଏ, ଯୀଶୁ କହିଲେ, ମୁଁ ଯେ ପର୍ଯ୍ୟନ୍ତ ଜଗତରେ ଅଛି ସେ ପର୍ଯ୍ୟନ୍ତ ମୁଁ ଜଗତର ଜ୍ୟୋତି। 9 ପର୍ବ 5 ପଦରେ କହୁଛନ୍ତି, ଯେ ପର୍ଯ୍ୟନ୍ତ ମୁଁ ଜଗତରେ ଅଛି ସେ ପର୍ଯ୍ୟନ୍ତ ମୁଁ ଜଗତର ଜ୍ୟୋତି। କିନ୍ତୁ 12 ପଦରେ ଦେଖୁଛୁ ଯୀଶୁ ନିଜେ କହୁଛନ୍ତି, ମୁଁ ଜଗତର ଜ୍ୟୋତି। ଆଉ ଯେ ମୋହର ଅନୁଗମନ କରେ ସେ କେବେ ହିଁ ଅନ୍ଧକାରରେ ଭ୍ରମଣ କରିବ ନାହିଁ। ମୋର ପ୍ରିୟମାନେ, ଯେଉଁମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଅନୁଗମନ କରନ୍ତି, ଯେଉଁମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ବିଶ୍ୱାସ କରନ୍ତି, ଯେଉଁ ବରଂ ସେ ସତ୍ୟ ମାର୍ଗରେ ସେ ଗମନ କରିବ। ସେଥିପାଇଁ ସେ କହୁଛନ୍ତି ଅନ୍ଧକାରରେ ସେ ଭ୍ରମଣ କରିବ ନାହିଁ, ବରଂ ଜୀବନର ଜ୍ୟୋତି ପାଇବ। ବରଂ ସେ ଜୀବନର ଜ୍ୟୋତି ପାଇବ। ମୋର